କାଲି ତ ଆପଣମାନେ ଥିଲେ ଭୁବନେଶ୍ୱରରେ କେତେ ଝଡ଼ଝଞ୍ଜା ଭିତରେ ଗତି କରିକି ଆମେ ବର୍ତ୍ତମାନ ଏଇ ଷ୍ଟେଜ୍ରେ ଆସି ପହଞ୍ଚିଲୁ। ଆଜିକା କ୍ଷେତ୍ରରେ ଆପଣମାନଙ୍କ ସହଯୋଗ, ଆପଣମାନଙ୍କ ଉପସ୍ଥିତ, ମୋ ଭାଇମାନଙ୍କର ଉପସ୍ଥିତିରେ ମୁଁ ବହୁତ ଖୁସି ଲାଗୁଛି। এই ଖୁସିରେ ଯଦି ଭଗବାନ ଆଶୀର୍ବାଦ କଲେ ଆମେ ବହୁତ ଆଗେଇ ଯିବା। ବର୍ତ୍ତମାନ ଏଇ ତ ଜିନିଷ ଖୁସି ଲାଗୁଛି। ତାପରେ ଏଠୁ ଭୁବନେଶ୍ୱର ଯିବା, 4ଟା ଶୋ ଆରମ୍ଭ, ଏଣ୍ଟ୍ରି ଶୋ 4ଟା ଶୋ ଆରମ୍ଭ ହେଉଛି। ବହୁତ କଷ୍ଟରେ ଆପଣମାନେ ସେ ଥିଲେ, ଦେଖିଥିଲେ ସବୁ କ'ଣ ପରିସ୍ଥିତି ଘଟିଲା କାଲି। ତାକୁ ବୃକ୍ଷେପ ନ କରି ଯାହା ବି ଯେମିତି ହଉ ଆମେ କାମ କଲୁ। ଆଉ ବିଶେଷ ଆମେ କାହାକୁ ଇଏ କରିପାରିଲୁନି। ଯାହାର ଆମ ମନୋବୃତ୍ତି ଥିଲା, ଆମ ଯାହା ସାଙ୍ଗେ ସମ୍ପର୍କ ଥିଲା, ସେ ପର୍ଯ୍ୟନ୍ତ ଆମର କିଛି ଆମେ ଇନଭେଷ୍ଟ କରିପାରିଲୁ ନାହିଁ। ଯେତିକି ଯାହା ହେଲା ତରବୁରିଆ କାମରେ ରାତି 2ଟାରୁ 8ଟା 9ଟା ପର୍ଯ୍ୟନ୍ତ ମୁଁ ଆସିବା ଡେରି ହେଲା। କ'ଣ ନା ଏଇ ଯୋଉ ଗେଷ୍ଟ ମାନଙ୍କୁ, ମୋ ପ୍ରଡ୍ୟୁସର ଭାଇମାନଙ୍କୁ, ଡିଷ୍ଟ୍ରିବ୍ୟୁଟର ମାନଙ୍କୁ, ଆର୍ଟିଷ୍ଟ ମାନଙ୍କୁ କରିବା କଥା ଯାହା ଯେମିତି ପାଇଲୁ କରିକି ଫେରିଆସୁ। ମୁଁ ଲାଷ୍ଟ ବର୍ତ୍ତମାନ ଆସି ପହଞ୍ଚିଲା, ଆପଣ ଦେଖିବେ। ସ୍ୱଳ୍ପ ସମୟ ଭିତରେ ଏତେ ବଡ ବ୍ୟବସ୍ଥା କଲେ ତ ଆପଣ ଟିମକୁ ମଧ୍ୟ ସ୍ୱାଗତ କରିବାକୁ। ନାଇଁ, ସେଟା ମୁଁ କରିପାରିଲିନି, କିନ୍ତୁ ଆପଣମାନଙ୍କୁ ଧନ୍ୟବାଦ। ଆପଣ ଏ କୋଶ୍ଚିନ୍ କଲେ, ଏଇଟା ଭଗବାନଙ୍କ ଉପରେ ବରା ଅଛି। ଏତେ ସ୍ୱଳ୍ପ ସମୟ ଭିତରେ ଏତେ ବଡ ଆୟୋଜନ କଟକ ଭୁବନେଶ୍ୱରରେ କରିବାଟା ସମସ୍ତ ପାଖରେ ସମ୍ଭବ ନୁହେଁ। ମୋ ପଛରେ ମୋ ମା ଦକ୍ଷିଣ କାଳୀ ଅଛନ୍ତି ବୋଲି ଆଜି ମୁଁ ଏ କ୍ଷେତ୍ରରେ ଆସି ପହଞ୍ଚିଗଲି। ଆଜି ଆପଣମାନଙ୍କୁ ସହଯୋଗ ବିନା ମୁଁ କିଛି କରିନାହିଁ। ଆପଣମାନଙ୍କ ସହଯୋଗ ସହିତ ମୁଁ ଏଇଟା କରିଛି।